ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଐକ୍ୟ ସ୍ଥାପନା ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ୱର ବିଭିନ୍ନ ସ୍ଥାନରେ 80ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କ ସହ ବହୁ ଆଚାର୍ଯ୍ୟ ଶାସ୍ତ୍ରୀୟ ମତ ଆଧାରରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଇସ୍କନର ଅଦିନିଆ ରଥଯାତ୍ରା ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁ ଦାୟିତ୍ୱ ରହିଛି। ଗଜପତି ଦିବ୍ୟସିଂହ ଦେବ ବ୍ୟକ୍ତିଗତ ଭାବେ 2 ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ରାଜ୍ୟବ୍ୟାପୀ ଜନସଚେତନତା ସୃଷ୍ଟି କରାଯିବ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଆଲୋଚନା କରିବ। ଇସ୍କନ ମାୟାପୁର କର୍ତ୍ତୃପକ୍ଷଙ୍କୁ ପୁନର୍ବାର ଚିଠି ଲେଖାଯିବ। ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଯଦି ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଇସ୍କନ ଭାରତ ଭିତରେ ଅଦିନିଆ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ନ କରିବା ପାଇଁ ଲିଖିତ ଭାବେ ଜଣାଇଛି। 2000 ପରଠାରୁ ଇସ୍କନ ଭାରତ ଭିତରେ ଅଦିନିଆ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା କରିବା ଦୃଷ୍ଟିଗୋଚର ହୋଇନାହିଁ। କିନ୍ତୁ ଇଣ୍ଟରନେଟ୍ ତଥ୍ୟ ଅନୁଯାୟୀ ବିଶ୍ୱର ବିଭିନ୍ନ ସ୍ଥାନରେ 80ଟି ଅଦିନିଆ ରଥଯାତ୍ରା ଓ 10ଟି ସ୍ଥାନରେ ଅଦିନିଆ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିରୋଧରେ ସମସ୍ତ ସନାତନ ପ୍ରେମୀ ସଚେତନ ହେବାକୁ ଗଜପତି ଅପିଲ କରିଛନ୍ତି। ଆସନ୍ତା ପଣା ସଂକ୍ରାନ୍ତିରୁ ଶ୍ରୀମନ୍ଦିର କ୍ୟାଲେଣ୍ଡର ପ୍ରଚଳିତ ହେବାକୁ ଯାଉଛି। କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଥିବା ତାରା ବା ଷ୍ଟାର ଚିହ୍ନ ଅନୁସାରେ ଭାରତରେ ଥିବା ସବୁ ଜଗନ୍ନାଥ ମନ୍ଦିର ଏହା ପାଳନ କରିବା ବାଧ୍ୟତାମୂଳକ। ସେହିପରି ଭାରତ ଭିତରେ ସବୁ ଜଗନ୍ନାଥ ମନ୍ଦିର ମୂଳପୀଠ ବା ଶ୍ରୀମନ୍ଦିର କ୍ୟାଲେଣ୍ଡର ଅନୁସାରେ ପର୍ବପର୍ବାଣୀ ଓ ନୀତିକାନ୍ତି ପାଳନ କରିବାକୁ ଗଜପତି ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଐକ୍ୟ ସ୍ଥାପନା ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଓ ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟପୀଠ ବଲ୍ଲଭାଚାର୍ଯ୍ୟ ମୁଖ୍ୟପୀଠର କିଛି ଆଚାର୍ଯ୍ୟ ମାନେ ପୀଠାଧୀଶ ମାନେ ମଧ୍ୟ ତାଙ୍କର ଲିଖିତ ମତ ଦେଇଛନ୍ତି। ଆହୁରି କିଛି ମତ ଆସୁଛି। ଆପଣଙ୍କୁ ଆଜି ଆମର ଆଚାର୍ଯ୍ୟ ମାନଙ୍କର କିଛି ମତ ମଧ୍ୟ ଦେଇଦେବା। ସେମାନେ ସମସ୍ତେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଶାସ୍ତ୍ର ଅନୁସାରେ ଏବଂ ଶ୍ରୀମନ୍ଦିରର ପ୍ରତିଷ୍ଠିତ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ଯାନିଯାତ୍ରା ପାଳନ ହେଉ ଏବଂ ବିଶେଷ କରି ରଥଯାତ୍ରା ଆଉ ସ୍ନାନଯାତ୍ରା ତିଥି ବାହାରେ ନ ହେଉ। ଏଗୁଡ଼ା ସବୁ ଆପଣମାନଙ୍କୁ ସୂଚାଇ ଦେବା ଏବଂ ଆମେ ପୁନର୍ବାର ଇସ୍କନ ହେଡକ୍ୱାର୍ଟର୍ସକୁ ନିବେଦନ କରିବା ଯେ ତାଙ୍କର 19 ଅକ୍ଟୋବର 2025ର ନିଷ୍ପତ୍ତିକୁ ସେମାନେ ପରିବର୍ତ୍ତନ କରନ୍ତୁ ଏବଂ ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କର ଯାନିଯାତ୍ରା ବିଶେଷ କରି ରଥଯାତ୍ରା ଆଉ ସ୍ନାନଯାତ୍ରା ତିଥି ଅନୁସାରେ ସେମାନେ ପାଳନ କରନ୍ତୁ। ଆଜିର ପ୍ରେସ୍ କନଫରେନ୍ସର ଇଏ ହେଉଛି ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆପଣଙ୍କୁ ଆମେ ଆଜିର ପ୍ରେସ୍ ରିଲିଜ୍ ଆମର ଟେମ୍ପଲ ଅଫିସ୍ ଦେଇଦେବେ। ସମସ୍ତଙ୍କୁ ଗୋଟେ ଗୋଟେ କପି ଆପଣମାନେ ପାଇବେ। ପ୍ରେସ୍ ରିଲିଜ୍ ହେଇଛି ଓଡ଼ିଆରେ ଏବଂ ଇଂଲିଶରେ ଏବଂ ତା ସହିତ ଆପଣମାନେ ପାଇବେ ତାର କିଛି ଏନେକ୍ସଚର। ପ୍ରଥମ ଏନେକ୍ସଚର ହେଉଛି ଆମର ଶ୍ରୀ ଜଗନ୍ନାଥ ମନ୍ଦିରର ପର୍ବପର୍ବାଣୀ କ୍ୟାଲେଣ୍ଡର ବର୍ଷ ଯାକର। ସେଥିରେ ଦର୍ଶାଯାଇଛି କେଉଁ କେଉଁ ପର୍ବ ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ପାଳନ କରିବା ବିଧେୟ ଏବଂ ତା ସହିତ ଇସ୍କନ ଯେଉଁ ବ୍ୟତିକ୍ରମ କରି ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା ଇଏ ଅକ୍ଟୋବର 19, 2025 ପରେ ଏହି ଶେଷ ବର୍ଷର ଶେଷ ପର୍ଯ୍ୟନ୍ତ 80ଟି ଜାଗାରେ ଯେଉଁ ବ୍ୟତିକ୍ରମ ଅଛି ତାର ସହରର ତାଲିକା ଆମେ ଆପଣମାନଙ୍କୁ ଦେଇଦେଉଛେ ବିଭିନ୍ନ ଦେଶରେ। ଆଉ ସ୍ନାନଯାତ୍ରା ଯେଉଁ 10ଟି ସ୍ଥାନରେ ଆମ ପାଖକୁ ଯାହା ସୂଚନା ଆସିଛି ଯେଉଁ ବ୍ୟତିକ୍ରମ ସେମାନେ କରୁଛନ୍ତି ତାହାର ମଧ୍ୟ ତାଲିକା ଆମେ ଆପଣମାନଙ୍କୁ ଦେଇଦେଉଛୁ ଆଉ ତା ସହିତ ଆମ ଆଚାର୍ଯ୍ୟମାନଙ୍କର ମତ ଆପଣମାନଙ୍କୁ ଦେଇଦେଉଛୁ। ତେଣୁ ଆପଣମାନଙ୍କ ସହଯୋଗ ଦରକାର। ଗୋଟେ ହେଉଛି ଯେ ଭାରତ ଭିତରେ ଭାରତ ବାହାରେ ଆଉ ଓଡ଼ିଶା ଭିତରେ ଅସଂଖ୍ୟ ଜଗନ୍ନାଥ ମନ୍ଦିର ବିଗତ 50, 60, 70 ବର୍ଷ ଭିତରେ ପ୍ରତିଷ୍ଠିତ ହୋଇସାରିଛନ୍ତି ଆଉ ଆହୁରି ମନ୍ଦିର ହେଇ ଚାଲିଛି। ସେମାନଙ୍କ ପାଖରେ ଆମର ଶ୍ରୀମନ୍ଦିରର ପରମ୍ପରା ଆଉ କେଉଁ ତିଥିରେ କେଉଁ ପର୍ବ ହେବ ସେମାନେ ଯେମିତି ଜାଣନ୍ତୁ ସେଥିପାଇଁ ଆପଣମାନଙ୍କର ସହଯୋଗ ଦରକାର। ଦ୍ୱିତୀୟରେ ଇସ୍କନ ଯେଉଁ ବ୍ୟତିକ୍ରମ କରି ଚାଲିଛି ସେ ବିଷୟରେ ଯେଉଁ ସୂଚନା ଆମେ ଦେଲୁ ସେଟା ଆମର ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଜାଣନ୍ତୁ। ସେମାନେ ୟାକୁ ଗ୍ରହଣ କରୁଛନ୍ତି। ତାକୁ ଶୁଣିକି ସେମାନେ ତାଙ୍କର ପ୍ରତିକ୍ରିୟା କ'ଣ ତାଙ୍କର ଭାବନା ତାହା ମଧ୍ୟ ଗୁରୁତର ବିଷୟ। କାରଣ ଇଏ ସବୁ ଯାନିଯାତ୍ରା ମହାପ୍ରଭୁଙ୍କର ଭକ୍ତମାନଙ୍କ ପାଇଁ। ତେଣୁ ଭକ୍ତମାନଙ୍କର ଭାବନା କ'ଣ? ଗୋଟେ ହେଉଛି ଆଚାର୍ଯ୍ୟମାନଙ୍କର ମତ ଆଉ ଦ୍ୱିତୀୟ ହେଉଛି ଭକ୍ତମାନଙ୍କର ଭାବନା।
याकू देखिकी आमे ए प्रश्न को आगु नबा। ब्यूरो रिपोर्ट तीर्थक्षेत्र लाइव।